ଆଜିଠାରୁ ଅଗ୍ନିଶମ ସେବା ସପ୍ତାହ ଆରମ୍ଭ ହୋଇଛି। ଓଡ଼ିଶାରେ ପ୍ରତିବର୍ଷ ଏପ୍ରିଲ 14ରୁ 20 ତାରିଖ ପର୍ଯ୍ୟନ୍ତ ଅଗ୍ନିଶମ ସେବା ସପ୍ତାହ ପାଳନ କରୁଛି ଅଗ୍ନିଶମ ବିଭାଗ। ଅଗ୍ନିଶମ ବିଭାଗରେ ନିୟୋଜିତ ବିଭିନ୍ନ ଆଧୁନିକ ଉପକରଣକୁ ନେଇ ପ୍ରଦର୍ଶନୀ ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମରେ ଅଗ୍ନିଶମ ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରେଡ୍ରେ ଅଭିବାଦନ ଗ୍ରହଣ କରିଛନ୍ତି। ଚଳିତ ବର୍ଷ ପରେଡ୍ରେ ଉତ୍ତରାଖଣ୍ଡ ଅଗ୍ନିଶମ ବିଭାଗର ଏକ ପ୍ଲାଟୁନ୍ ଅଗ୍ନିବୀର ସାମିଲ ହୋଇଥିଲେ। 1944 ଏପ୍ରିଲ 14ରେ ବମ୍ବେ ବନ୍ଦରରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ଶହୀଦ ଅଗ୍ନିଶମ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା। ଏହି ଅବସରରେ ଅଗ୍ନିଶମ ବିଭାଗ ପକ୍ଷରୁ କଳାକୌଶଳ ପ୍ରଦର୍ଶନ କରାଯାଇଥିଲା। ବିଷାକ୍ତ ଗ୍ୟାସ୍ ଲିକ୍କୁ କେମିତି ଆୟତ୍ତ କରାଯିବ ତାର ଡେମୋ ଦେଖାଇଛନ୍ତି ଆଗ୍ନିକମାନେ। ଏନେ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ଆଲୋକ ପ୍ରଧାନ। ସଶକ୍ତ ହେଉଛି ଅଗ୍ନିଶମ ବିଭାଗ। ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନିଆଁ ଲିଭାଇବା କାମକୁ ହାତକୁ ନେଇଛି ଅଗ୍ନିଶମ ବିଭାଗ। ନୂତନ ଜ୍ଞାନକୌଶଳ ଆଧାରିତ ଏବେ ବିଭିନ୍ନ ଯନ୍ତ୍ରପାତି ଅଗ୍ନିଶମ ବିଭାଗ ପାଖରେ ପହଞ୍ଚିଛି। ଆଜି ଅଗ୍ନିଶମ ସେବା ସପ୍ତାହ ଅବସରରେ ଭୁବନେଶ୍ୱର ଅବ୍ଡ୍ରା ପରିସରରେ ଅନୁଷ୍ଠିତ ହୋଇଥିବା ଏହି ପ୍ରଦର୍ଶନୀରେ ବିଶେଷ ଆକର୍ଷଣ ସାଜିଥିଲା ଓଡ଼ିଶା ଅଗ୍ନିଶମ ଓ ଜରୁରୀ ସେବା ବିଭାଗର ଏହି ହାଜମତ ଭେହିକିଲ୍। ଏହି ହାଜମତ ଭେହିକିଲ୍ କ'ଣ, କେଉଁ କାମରେ ଆସେ ଏବଂ ଅଗ୍ନିକମାନେ କେଉଁ କାମରେ ଏହି ହାଜମତ ଭେହିକିଲ୍ ଅର୍ଥାତ୍ ଯେଉଁ ହାଜମତ ଏମର୍ଜେନ୍ସି ଭେହିକିଲ୍କୁ ସେମାନେ ବ୍ୟବହାର କରନ୍ତି। କାରଣ ଜାଣିଛନ୍ତି ବିଭିନ୍ନ ସମୟରେ ବିଷାକ୍ତ ଗ୍ୟାସ୍ ଲିକ୍ ହୁଏ, ସେ ସମୟରେ ତାକୁ କଣ୍ଟ୍ରୋଲ କରିବା ଅଗ୍ନିଶମ ଅଧିକାରୀଙ୍କ ପାଇଁ ବଡ଼ କାଠିକର ପାଠ ହୋଇଥାଏ। ଆଉ ସେହି ସମୟରେ ଏଇଭଳି ଭାବେ ଅଗ୍ନିଶମ ବିଭାଗକୁ ମିଳିଛି ହାଜମତ ଭେହିକିଲ୍। ଯେଉଁ ଜାତୀୟ ଶହୀଦ ସପ୍ତାହ ଚାଲିଛି ତ ଆଜି ଆମର ଡେମୋ ହେଲା ହାଜମତ ଭେହିକିଲ୍। ନୂତନ ଭାବେ ଏହି ଭେହିକିଲ୍ ଆମର ଏଠି ଜଡ଼ିତ ଆମ ଡିପାର୍ଟମେଣ୍ଟରେ ନୂତନ ଭାବେ ଆସିଛି। ଆପଣମାନେ ଦେଖୁଥିବେ ଏଠି ବହୁତ ଅତ୍ୟାଧୁନିକ ଜିନିଷ ମାନେ ସବୁ ଅଛି। ଯେମିତି ଆମେ କୌଣସି ହାଜାର୍ଡ ହେଲେ କୌଣସି ପଏଜନସ୍ ଗ୍ୟାସ୍ ଯଦି ଆମେ କ୍ଲୋରିନ୍ର ଆଜି କରୁଥିଲୁ ଡେମନଷ୍ଟ୍ରେସନ୍ କରୁଥିଲୁ, ଯେମିତି କ୍ଲୋରିନ୍ ହେଉ ଆମୋନିଆ ହେଉ କି ଅନ୍ୟ କୌଣସି ଧର ଆମର ଏକ୍ସପ୍ଲୋଜନ୍ ହେଲା ରେଡ଼ିଏସନ୍ ଏକ୍ସପ୍ଲୋଜନ୍ ହେଲେ ବି ତା ପାଇଁ ଆମର ରହୁଛି ଏଠି ଡିକଣ୍ଟାମିନେସନ୍ କରିବା ପାଇଁ ସମସ୍ତ ଉପକରଣ ମାନେ ରହୁଛୁ। ତା ସହିତ ରେସ୍କ୍ୟୁ ଇକ୍ୟୁପମେଣ୍ଟ ରହୁଛି ଆମ ପାଖରେ ଏବଂ ଆମର ଯେଉଁ ଏ ଟାଇପ୍ ଦେଖିଲେ ସୁଟ୍ ନୂତନ ଭାବେ ସୁଟ୍ ଦେଖୁଛନ୍ତି ଆମର ଯେ ଅଏଲ୍ ଫାୟାର ହେଲେ କି ଗ୍ୟାସ୍ ଫାୟାର ହେଲେ ତାକୁ ଯେଉଁ ସୁଟ୍ ଆମେ ପରିଧାନ କରୁଛୁ ସେ ସୁଟ୍ ମଧ୍ୟ ଅଛି ଏବଂ ସମସ୍ତ ଅତ୍ୟାଧୁନିକ ଜିନିଷ ମାନେ ସବୁ ରହିଛି ଏଠି। ଓଡ଼ିଶା ଅଗ୍ନିଶମ ବିଭାଗର ଗୋଟିଏ ମୋଟୋ ରହିଛି ପ୍ରତ୍ୟେକ ଜୀବନ ମୂଲ୍ୟବାନ, ଏଭ୍ରି ଲାଇଫ୍ ପ୍ରିସିୟସ୍। ତ ଦେଖିବା ଏ ଯେଉଁ ନୂତନ ଜ୍ଞାନକୌଶଳ ଆଧାରିତ ଯନ୍ତ୍ରପାତି ଏବେ ଓଡ଼ିଶା ଅଗ୍ନିଶମ ବିଭାଗ ବ୍ୟବହାର କରୁଛି। ଯଦି ଆପଣ କେଉଁଠି ବିଷାକ୍ତ ଗ୍ୟାସ୍ ଲିକେଜ୍ ହେଉଛି ତାହେଲେ ସେହି ସମୟରେ ଏଇଭଳି ଭାବେ ହାଜମତ ଭେହିକିଲ୍ ସେଠାରେ ପହଞ୍ଚିବ। ଆଉ ଆଗ୍ନିକମାନେ କେମିକାଲ ଯେଉଁଠି ରିଆକ୍ସନ୍ ରହୁଛି କେମିକାଲ ଯୋଗୁଁ ଅଗ୍ନି ନିଆଁ ଲାଗିଛି ସେଇଟାକୁ ମଧ୍ୟ କଣ୍ଟ୍ରୋଲ କରିପାରିବେ, ଅର୍ଥାତ୍ ବିପଦକୁ ଏଡ଼ାଇ ଦେଇପାରିବେ। ଦେଖନ୍ତୁ, ଆମେ ଯେତେବେଳେ ବି କୌଣସି ଇନସିଡେଣ୍ଟର ଆମ ପାଖରେ ଇନଫର୍ମେସନ୍ ପହଞ୍ଚେ, ପ୍ରଥମେ ଆମେ ଯେ ସେ କେଉଁ ଭଳିଆ ଗୋଟେ ଡିଜାଷ୍ଟର ହେଉଛି କି କେଉଁ ଭଳିଆ ହାଜାର୍ଡିୟସ୍ ମ୍ୟାଟେରିଆଲ ଲିକ୍ ହେଇଛି ସେ ବାବଦରେ ଭଲ ଭାବରେ ଜାଣିଲା ପରେ ଆମେ ଜାଗା ମୁଣ୍ଡରେ ଯାଇ କାମ ଆରମ୍ଭ କରିଥାଉ। ପ୍ରଥମେ ଆମେ କ'ଣ କରିଥାଉ ନା ୱିଣ୍ଡ ଡିରେକ୍ସନକୁ ଦେଖିଥାଉ କେଉଁ ଦିଗରୁ ପବନ ଗତି ରହୁଛି। ତାପରେ ଆମେ ଏରିଆକୁ ସିଲିଂ କରିଥାଉ। ତା ସହିତ ଯେକୌଣସି ମାନି ନିଅନ୍ତୁ ଆଜି ଯେମିତି ଆମେ ଦେଖାଉଥିଲେ କ୍ଲୋରିନ୍ ଗ୍ୟାସ୍ ଲିକେଜ୍ ହେଇଛି, ତ କ୍ଲୋରିନ୍ ଗ୍ୟାସ୍ ଲିକେଜ୍ ହେଲେ ଆମର ତାର ଯାହା ପ୍ରିକସନ୍ ଆମେ ଆଜି ଆପଣମାନଙ୍କୁ ଡେମୋ ମାଧ୍ୟମରେ ଦେଖେଇଛୁ। ଯେମିତିକି ଆମେ ଜାଣିଛେ ଯେ କ୍ଲୋରିନ୍ ଗ୍ୟାସ୍ଟା ପାଣିରେ ନ୍ୟୁଟ୍ରାଲାଇଜ୍ ହେବ ନାହିଁ, ତେଣୁ ତାକୁ କାଷ୍ଟିକ୍ ସୋଡ଼ା କିମ୍ବା ଆମର ଲାଇମ୍ ପାଉଡର ଦରକାର। ଯେଉଁ ଆଗ୍ନିକମାନେ ଅଛନ୍ତି ସେମାନେ ଭାବେ ଏଇ ଯେଉଁ ଯନ୍ତ୍ରପାତି ପିନ୍ଧିଥାନ୍ତି ଏବଂ ସେମାନେ କଣ୍ଟ୍ରୋଲ କରିବା ପାଇଁ ଯାଇଥାନ୍ତି। ଏଇ ଯେଉଁ ଡ୍ରେସ୍ ଦେଖୁଛନ୍ତି ହଳଦୀ କଲର ଡ୍ରେସ୍, ଏଇ ଡ୍ରେସ୍ ଦେହରେ ପିନ୍ଧିବା ପାଇଁ ମଧ୍ୟ ବହୁତ କଷ୍ଟକର। ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେମାନେ ବ୍ୟବହାର କରିଥାନ୍ତି। ଆଉ ବିଶେଷ ଭାବେ ଯେଉଁ ସମୟରେ ବିଷାକ୍ତ ଗ୍ୟାସ୍ ଲିକେଜ୍ ହେଇଥାଏ ସେ ସମୟରେ ଏଭଳି ଭାବେ ବିଏସ୍ଏଲ୍ ପିନ୍ଧିଥାନ୍ତି ଏବଂ ତାହେଲେ ଏଭଳି ଡ୍ରେସ୍ ଯେଉଁ ଡ୍ରେସ୍କୁ ଅଧିକ ସମୟ ପିନ୍ଧି ରହିବା ମଧ୍ୟ ବହୁତ କଷ୍ଟ। ଆମେ ଠିକ୍ ଭାବରେ ଆମେ ଟ୍ରେନିଂ ନେଇଛୁ। ଆଜି ଆମର ଏଇ ଯେଉଁ ହାଜମାଟ ଏମର୍ଜେନ୍ସି ଆଣ୍ଡ ରେସ୍କ୍ୟୁ ଅପରେସନ୍ ଆମର ଯେଉଁ ଡେମନଷ୍ଟ୍ରେସନ୍ ହେଲା, ଏଥିରେ ଆମର ଗୋଟିଏ ମେଡ଼ିକାଲ ଟିମ୍ ଥିଲା, ମେଡ଼ିକାଲ ଫାଷ୍ଟ ରେସ୍ପଣ୍ଡର, ଯିଏକି ଯେତେବେଳେ ଆମର ରେସ୍କ୍ୟୁ ଫିଲ୍ଡ ଉପରୁ ରେସ୍କ୍ୟୁ କରିକି ଆମକୁ ହ୍ୟାଣ୍ଡ ଓଭର କରିଥିଲେ ଏବଂ ଆମେ ତାଙ୍କୁ ଠିକ୍ ଭାବରେ ଅକ୍ସିଜେନ୍ ଦେଇ ଏବଂ ତାଙ୍କୁ ସିପିଆର୍ ଦେଇ ଆମେ ତାଙ୍କୁ ସୁରକ୍ଷିତ ଭାବରେ ଆମ୍ବୁଲାନ୍ସରେ ନେଇ ଆମେ ମେଡ଼ିକାଲରେ ପହଞ୍ଚି ପାରିଥିଲୁ। ସୁଉଚ୍ଚ ବିଲ୍ଡିଂରେ ନିଆଁ ଲାଗେ ତାକୁ ମଧ୍ୟ ପ୍ରତିହତ କରିବା ପାଇଁ ମଧ୍ୟ ଅଗ୍ନିଶମ ବିଭାଗ ପୁରା ସଜାଗ ଅଛି ଏବଂ ଉତ୍ତମ ନୂତନ ଜ୍ଞାନକୌଶଳ ପଦ୍ଧତିକୁ ଆଧାର କରି ଅଗ୍ନିଶମ ବିଭାଗ ଏବେ ଆହୁରି ଦକ୍ଷ ଏବଂ ଅଭିଜ୍ଞ ହେଉଛି ଓଡ଼ିଶା ଅଗ୍ନିଶମ ବିଭାଗ। ଭୁବନେଶ୍ୱରରୁ କ୍ୟାମେରା ପର୍ସନ ପତିତପାବନଙ୍କ ସହ ଆଲୋକ ପ୍ରଧାନ, ନ୍ୟୁଜ୍ 7।